କାମାକ୍ଷାନଗର ଏନ୍ଏସି ସ୍ଥିତ ଦାସୀ ପୋଖରୀର ପାଚେରୀ ଭୁଷୁଡ଼ିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ। ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସର୍ବାଙ୍ଗୀନ ବିକାଶ ପାଇଁ କାମାକ୍ଷାନଗର ବିକାଶକୁ ଆଗେଇ ନେବା ପାଇଁ କେତେ ଜଣ ଠିକାଦାର କାମାକ୍ଷାନଗର ଦାସୀ ପୋଖରୀର ସୌନ୍ଦର୍ଯ୍ୟକରଣରେ ଟୟ ଟ୍ରେନ୍, ଫୁଲ ବଗିଚା ଏବଂ ଶିଶୁମାନଙ୍କ ପାଇଁ ଖେଳନା ଟ୍ରେନ୍ର ଗତ ଫେବୃଆରୀ ମାସରେ କାମାକ୍ଷାନଗର ବାସୀଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ଲୋକାର୍ପଣ କରିଥିଲେ। ବଡ଼ ଦୁଃଖର କଥା, ଉକ୍ତ ଖେଳନା ଟ୍ରେନ୍ 2 ମାସ ହେବ ବନ୍ଦ ହୋଇ ବିକ୍ଷିପ୍ତ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଉକ୍ତ ଦାସୀ ପୋଖରୀର ଦକ୍ଷିଣ ଦିଗରେ ନିର୍ମିତ ଲମ୍ବା ପାଚେରୀରେ ମଧ୍ୟଭାଗରେ ପ୍ରାୟ 70 ମିଟର ଏବଂ ଫୁଲ ବଗିଚାର 2 ଫୁଟ ଉଚ୍ଚତା ପ୍ରାୟ 50 ମିଟର ଲମ୍ବ ପାଚେରୀ ନିମ୍ନମାନର କାର୍ଯ୍ୟ ଯୋଗୁଁ ଭୁଷୁଡ଼ି ପଡ଼ିଛି। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। এবং ସେଠୁ ୱିଦାଉଟ୍ ପିଲର ସେମାନେ କରି ବିଭିନ୍ନ ମାନେ ଏମିତି ନର୍ମାଲ ଗୋଟେ ପାଚେରୀ ଦେଇ ଟୟ ଟ୍ରେନ୍କୁ ଭାଙ୍ଗି ଟୟ ଟ୍ରେନ୍ ବର୍ତ୍ତମାନ ନଷ୍ଟ ଅବସ୍ଥାରେ ଏବଂ ଯେତେ ସବୁ ଥିଲା ଆପଣଙ୍କ ରାସ୍ତାରେ ଯେଉଁ ଥିଲା ସେ ସବୁ ବସିବା ପାଇଁ ଥିଲା ସବୁ ଚେୟାର ସେଇ ଭାଙ୍ଗି ଯାଇଛି। ତ ସେଟାକୁ ଗୋଟେ କରାହେଇଥିଲା ଗୋଟେ ଆଦର୍ଶ ପୋଖରୀ ଓ ଆଦର୍ଶ କରିବା ପାଇଁ ଲୋକମାନଙ୍କ ଉଦ୍ଦେଶ୍ୟରେ ବା ପିଲାମାନଙ୍କ ଉଦ୍ଦେଶ୍ୟରେ କରାଯାଇଥିଲା। ସେ ବର୍ତ୍ତମାନ ମରଣଚିନ୍ତା ପାଲଟିଛି। ଆଉ କେତେବେଳେ ଯେ ଖସି ପଡ଼ିବ ଆଉ ଜିନିଷ ସବୁ ଯାହା ଜଣାପଡ଼ିବନି। ତେଣୁ ଏହାର ବିଧିବଦ୍ଧ ତଦନ୍ତ ଦରକାର। ଭାରତୀୟ ତଦନ୍ତ କରିବାକୁ ଚାହୁଁଛୁ ଯେ ଏଇଭଳିଆ ନିମ୍ନମାନର କାମ ପାଇଁ ତଦନ୍ତ କରାଯାଉ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉ। ସରୋଜକାନ୍ତ ବେହେରା, କାମାକ୍ଷାନଗର। ଦେଖନ୍ତୁ, ଆମ କାମାକ୍ଷାନଗର ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ଯେ ଦାସୀ ପୋଖରୀ ଏକ ଉନ୍ନତମାନର ପାର୍କ କରିବେ ଏବଂ ଛୋଟ ପିଲାମାନଙ୍କ ପାଇଁ ଖେଳକୁଦ ପାଇଁ ଗୋଟେ ଟୟ ଟ୍ରେନ୍ କରିବେ, ସେଇଭଳି ଗୋଟେ ତାଙ୍କ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଇଛି। କିଛି ଦିନ ଗତକାଲି ଦେଖିବେ ଗୋଟେ ପାର୍କର ଯେଉଁ ବାଉଣ୍ଡରୀ 70-80 ମିଟର ଉର୍ଦ୍ଧ୍ୱ ସାମାନ୍ୟ ବର୍ଷାରେ ଭୁଷୁଡ଼ି ଯାଇଛି, ଯାହାକି ଏଥିରୁ ଜଣାପଡ଼ୁଛି କେଉଁ ଭଳିଆ ନିମ୍ନମାନର କାମ ଏଠି ହୋଇଛି। ହିନ୍ଦୁଲୁ ପ୍ରଭାସ କଣ୍ଟିଆଙ୍କ ରିପୋର୍ଟ, BE ନ୍ୟୁଜ୍ ଓଡ଼ିଶା।